ମୋ ନାଁ କୃଷ୍ଣଚନ୍ଦ୍ର ପରିଡ଼ା, ସମ୍ପାଦକ ରାଜସ୍ୱ ଅମଳା ସଂଘ ସମ୍ବଲପୁର ଶାଖା। କଣ ପାଇଁ ଆଜି ବୈଠକ ହୋଇଥିଲା? ଏ ବୈଠକ ମୁଖ୍ୟତଃ ଆମେ ସରକାରଙ୍କୁ ପୂର୍ବରୁ ଆମେ ଜଣେଇଛୁ ଯେ ଆମର ଦଶ ଦାବି ଥିଲା। ଦାବି ପୂରଣ ପାଇଁ ସରକାରଙ୍କୁ ଆମେ ଅଲରେଡି ଜଣେଇଛୁ, କିନ୍ତୁ ସରକାରଙ୍କର ଉଦାସୀନତା ଯୋଗୁଁ ଆମର ସେ ଦାବିଟା ପୂରଣ ହେଇନି ପାରିନାହିଁ। ମଝିରେ ଗତ ମାନେ ମାସରେ ସରକାର ଡାକିଥିଲେ, ତାଙ୍କ ଗୋଟେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ମିଟିଂ ବି କରିଥିଲେ। ସରକାରଙ୍କୁ ଆମେ ମାନେ ପ୍ରତିଶ୍ରୁତି ବି ଭଲ ପାଇଥିଲୁ, ଆମେ ବି ଖୁସି ଥିଲୁ। ଆମ ଷ୍ଟ୍ରାଇକକୁ ଆମେ ଗୋଟେ ମାସ ଆଗକୁ ବଢେଇ ଦେଇଥିଲୁ, ମାନେ ତାକୁ ସ୍ଥଗିତ କରିଥିଲୁ। କିନ୍ତୁ ମାନେ ଏଇ ଗୋଟେ ମାସ ସ୍ଥଗିତ କରିବା ପରେ ବର୍ତ୍ତମାନ ସେ ଗୋଟେ ମାସ ବି ଅଲରେଡି ସେଟା ମାନେ ପଳେଇ ଯାଉଛି। ଏବେ ଆପଣ ଦାବି କଣ ପୋଷ୍ଟ କହିଲେ ବି ସେଟା ଦାବି କଣ? ଆମର ମୁଖ୍ୟ ଦାବି ହେଲା ଆମର ମୂଳ ଦରମା 9,300 ପେ ସ୍କେଲ୍ ଆଉ ଜୁନିୟର ଆସିଷ୍ଟାଣ୍ଟ ସିନିୟର ଆସିଷ୍ଟାଣ୍ଟକୁ ମିଳିତ କରି ଏସବୁ ପାଇଁ ଆମେ ଦାବି କରିଛୁ। ଆଉ ବର୍ତ୍ତମାନ ଯୋଉ ସରକାର ମାନେ ଯୋଉ ନୋଟିଫିକେସନ ବାହାର କରିଛନ୍ତି ଯେ ଓଡ଼ିଶା ଓଡ଼ିଶା ରାଜସ୍ୱ ସେବାରେ ମାନେ ଆମର ମାନେ ରାଜସ୍ୱ ସେବାରେ ଯୋଉ ପଦୋନ୍ନତି 7% ପଦୋନ୍ନତି ଯୋଉ ପାଇଁ ଯୋଉ ଆମର ମୁଖ୍ୟ ରାଜସ୍ୱ ଅମଳ ସବୁ ନବା କଥା ସେଟା ନ ନେଇ ସେଟା 2/3 ହେଲା ଡାଇରେକ୍ଟ ରିକ୍ରୁଟମେଣ୍ଟ କରିବେ ଆଉ 1/3 ହେଲା ପ୍ରମୋସନ ବେସିସ୍ କରିବେ। କିନ୍ତୁ 1/3 ରେ ଆମର ରାଜସ୍ୱ ଅମଳା ସଂଘ କିଛି ବେନିଫିଟ୍ ପାଇବ ବୋଲି ମତେ ଆଶା ଦିଶୁନାହିଁ। ଏଇଠୁ ମୁଖ୍ୟତଃ RI ସୁପରଭାଇଜର ପାଇବେ, କାରଣ ତାଙ୍କର ମୂଳ ଦରମା ହେଲା 9,300 ପେ ସ୍କେଲ୍। ଆଉ ଆମମାନଙ୍କ ଦରମାଟା ହେଲା ବେସିକ୍ ପେ ହେଲା 1900 ଷ୍ଟାର୍ଟିଂ ହଉଛି। ଆଉ ଆମେ ଯଦି ସେଇ ସ୍କେଲକୁ ଯିବା ପାଇଁ ଆମକୁ ମିନିମମ୍ 18 ବର୍ଷ ଲାଗିବ। ଆଉ ଆମ ପାଇଲା ବେଳକୁ ସେ 50 ବର୍ଷ ଯୋଉ ଟର୍ମ ରହୁଛି କିଏ ଗୋଟେ ବି କୌଣସି ବି ଡିଷ୍ଟ୍ରିକ୍ଟରୁ ପାଇବେ ନାହିଁ। ଆପଣଙ୍କର କଣ 11 ତାରିଖ ବନ୍ଦ କରିବେ? ନାଇଁ, ଯଦି ସରକାର 9 ତାରିଖ ଭିତରେ କିଛି ଆମ ଦାବି ପୂରଣ ନ କରନ୍ତି ଆମେ ବାଧ୍ୟ ହେଇକି ଆମେ 11 ତାରିଖରୁ ଷ୍ଟ୍ରାଇକରୁ ଯିବୁ। ମୁଁ ମନମୋହନ ସାହୁ, ସଭାପତି ରାଜସ୍ୱ ଅମଲା ସଂଘ ସମ୍ବଲପୁର ଜିଲ୍ଲାର। ଆଉ ଆମେ ଆମର ଦାବି ଗୁଡ଼ିକ ହେଲା ଆମର ମୂଳ ଦରମା 7 ପେ କମିଶନର ଅନୁସାରେ 9,300 ଆଉ 4200 ଏବଂ ସମସ୍ତଙ୍କୁ ସ୍ୱାସ୍ଥ୍ୟ ବୀମା 20 ଲକ୍ଷ ଟଙ୍କାର। ଆମର ଯଦି ଚାକିରି ସମୟରେ କିଏ ମରିଯାଉଛି ତାହେଲେ ପୂର୍ବରୁ ଯେମିତି ତା ପରିବାରର କୌଣସି ସଦସ୍ୟକୁ ଦିଆଯାଉଥିଲା ଚାକିରି, ସେମିତି ଚାକିରି ଦେବା ପାଇଁ ଏଇଭଳି ମୁଖ୍ୟ ଦାବି ଗୁଡ଼ିକ ରହିଛି। ଆମର 10ଟି ଦାବି ରହିଛି ଏବଂ ଏହି ସମୟରେ ଏହି ବିଷୟରେ ଆମେ ସରକାରଙ୍କ ସହିତ ବି ଆଲୋଚନା କରିଛୁ। ସରକାର ତାକୁ ପୂରଣ କରିବାରେ ଯେଉଁ ଢାଳଟୁଳ ନୀତି ଅବଲମ୍ବନ କରୁଛନ୍ତି, ସେଇଥିପାଇଁ ଆମେ ସ୍ଥିର କରିଛୁ ଅଗଷ୍ଟ 9 ତାରିଖ ସୁଦ୍ଧା ଦାବି ଗୁଡ଼ିକ ପୂରଣ ନ ହୁଏ ଆମେ 11 ତାରିଖରୁ ସମୂହ କାର୍ଯ୍ୟକ୍ରମ ଆରମ୍ଭ